ମଣିଷ ଓ ପଶୁ ମଧ୍ୟରେ ଅତୁଟ ସମ୍ପର୍କର ଅନେକ ଉଦାହରଣ ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କିଏ ଘରେ କୁକୁର ରଖେ ତ କିଏ ପାରା ତ ଆଉ କିଏ ଅନ୍ୟ କୌଣସି ପଶୁପକ୍ଷୀ ଘରେ ନିଜ ପୁଅ ଝିଅଙ୍କ ଭଳି ରଖିଥାନ୍ତି। ଆଉ ଏଭଳି ବିଭିନ୍ନ ପଶୁପକ୍ଷୀ ଲୋକେ ନିଜ ସଉକ ପାଇଁ ବି ରଖିଥାନ୍ତି। କିନ୍ତୁ ବିଲେଇକୁ ନିଜ ସନ୍ତାନ ଭାବରେ ଅନର୍ଗଳ ସ୍ନେହ ମମତା ଦେଇ ପାଳନ କରୁଛନ୍ତି ସବିତା। ତାହା ପୁଣି ଗୋଟିଏ କି ଦୁଇଟି ବିଲେଇ ନୁହେଁ, ଏକା ସାଙ୍ଗରେ 30 ଗୋଟି ଛୋଟ ବଡ଼ ବିଲେଇ। ବଲାଙ୍ଗୀର ସହରର ଲାଲଟିକ୍ରାରେ ରହୁଥିବା ସବିତା ମିଶ୍ର ଓ ତାଙ୍କ ଘରେ ରହୁଥିବା 30ରୁ ଉର୍ଦ୍ଧ୍ୱ ବିଲେଇଙ୍କ ସମ୍ପର୍କ ନିଆରା ଓ ଭିନ୍ନ। ଦୀର୍ଘ 15 ବର୍ଷ ହେଲା ବିଲେଇମାନଙ୍କୁ ନିଜ ସନ୍ତାନ ଭଳି ଲାଳନ ପାଳନ କରୁଛନ୍ତି ସବିତା। ସ୍ୱାମୀ ଓ ପୁଅ କାମ ପାଇଁ ଘରୁ ବାହାରକୁ ଯାଉଥିବା ବେଳେ ଏ ବିଲେଇମାନଙ୍କ ସହିତ ସମୟ କାଟି ନିଜ ଏକାପଣକୁ ଦୂରେଇ ଦେଉଥିବା କହିଛନ୍ତି ସବିତା। ଦୀର୍ଘ 10ରୁ 12 ବର୍ଷ ହେବ ସେ ବିଲେଇମାନଙ୍କୁ ଏଭଳି ଭାବରେ ରଖିଥିବା ବେଳେ ବିଲେଇମାନେ ମଧ୍ୟ ତାଙ୍କ ସହିତ ଖୁବ୍ ମେଳାପି ହୋଇଯାଇଥିବା କଥା ସେ କୁହନ୍ତି। ତାଙ୍କ କହିବା ଅନୁସାରେ ପ୍ରାୟ 15 ବର୍ଷ ପୂର୍ବେ ଗୋଟିଏ ବିଲେଇ ତାଙ୍କ ଘରକୁ ଆସିଥିଲା। ସବିତା ତାକୁ ଖାଇବାକୁ ଦେଇଥିବାରୁ ସେ ଘର ଛାଡ଼ି ଆଉ ଯାଉନଥିଲା। ଆଉ କାଳକ୍ରମେ ସେ ବିଲେଇଠାରୁ ସଂଖ୍ୟା ବୃଦ୍ଧି ହୋଇ ଏବେ ପ୍ରାୟ ବିଲେଇଙ୍କ ସଂଖ୍ୟା 30ରେ ପହଞ୍ଚିଲାଣି। ସବିତା ସେମାନଙ୍କୁ କେବେ ବି ଘରୁ ତଡ଼ି ନାହାନ୍ତି, ବରଂ ପ୍ରତିଦିନ ତାଙ୍କ ମନ ଜାଣି ତାଙ୍କୁ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ସେମାନଙ୍କ ପାଇଁ ବଜାରରୁ ମାଛ, କ୍ଷୀର ଓ ଭାତ ସେମାନଙ୍କୁ ଦେଇଥାନ୍ତି। ଦିନକୁ ସେମାନଙ୍କ ପାଇଁ ବଜାରରୁ ପାଖାପାଖି 4 କେଜି ମାଛ ଏବଂ 2 ଲିଟର କ୍ଷୀର ମଧ୍ୟ ଆସିଥାଏ। ଦୀର୍ଘ ବର୍ଷରୁ ପ୍ରତିଦିନ ସେମାନଙ୍କୁ ଏହିଭଳି ଭାବରେ ଖାଇବାକୁ ଦେଇଥାନ୍ତି ସବିତା। ତାଙ୍କର ଏହି ପଶୁପ୍ରେମ ଭାବନା ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଆଉ ସେଇଥିପାଇଁ ବଲାଙ୍ଗୀରର ଲାଲଟିକ୍ରା ଅଞ୍ଚଳରେ ବିଲେଇ ଘର ଭାବରେ ସମସ୍ତଙ୍କ ପାଖରେ ବେଶ୍ ପରିଚିତ ସବିତା ମିଶ୍ରଙ୍କ ଘର। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।